जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर आस्ट्रोलोजी सेशन आरंभ करवा। आस्ट्रोलोजी सेशन क्रम एटा गोटे हिस्ट्री सेशन रहिबो। एही सेशन रे आमे जानिबा सेही प्राचीन ऋषि मानक विषय जो माने ज्योतिष शास्त्र को आम माननकु दया करिक प्रदान करचंती ज्योतिष शास्त्र ज्ञान जहा द्वारा आमे चतुर्वर्गर श्रेष्ठ चतुर्वर्गर जो श्रेष्ठतम जिनिस अर्थ काम मुख्य मुख्य को प्राप्ति करिପାରିबो। ज्योतिष शास्त्रर मूल लक्ष्य ହେଲା मोक्ष प्राप्ति एवं ଏହାକୁ ଜୀବନ ଚଳନାରେ ଭୌତିକତା ପାଇଁ ମଧ୍ୟ ୟୁଜ କରାଯାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରର ଯେହେତୁ ମୂଳ ଲକ୍ଷ୍ୟ ହେଲା ମୋକ୍ଷ ପ୍ରାପ୍ତି, କୋଉ ସମୟ ପିରିୟଡରେ ଆମକୁ କିଭଳି ଭାବରେ ଜୀବନ ଚାଳନା କରିବାର ଅଛି, କିଭଳି ଭାବରେ ଧାର୍ମିକ ବୃତ୍ତି ଗୁଡିକୁ ପରିଚାଳନା କରିବାର ଅଛି, ସେଇଥିପାଇଁ ଆମେ ଜ୍ୟୋତିଷ ଶାସ୍ତ୍ର ପଢୁଛେ। ଏବଂ ତାକୁ ପ୍ରଥମେ ସର୍ବପ୍ରଥମେ ଯୋଉ ଯୋଉ ମୁନିଗଣ ମୁନି ଋଷି ମାନେ ଦେଇଥିଲେ ସେଇ 18 ଜଣ ଟୋଟାଲ ଆଦରେ କଣ୍ଟ୍ରିବ୍ୟୁଟ କରିଛନ୍ତି। ସର୍ବପ୍ରଥମେ ଏଇ ଜ୍ୟୋତିଷ ଶାସ୍ତ୍ର କୁ ବେଦର ଗୋଟେ ପାର୍ଟ ବେଦାଙ୍ଗ ବୋଲି କୁହାଯାଏ। ତେଣୁ ଜ୍ୟୋତିଷ ଶାସ୍ତ୍ର ଯୋଉ ପାର୍ଟ ଗୁଡିକ ରହିଛି ସର୍ବପ୍ରଥମେ ମାନେ ଯାହା ଶାସ୍ତ୍ର କହେ ଯେ ସର୍ବପ୍ରଥମେ ବ୍ରହ୍ମା ଯିଏକି ସୃଷ୍ଟିକର୍ତ୍ତା ସିଏ ଏଇ ଜ୍ୟୋତିଷ ଶାସ୍ତ୍ରକୁ ସୃଷ୍ଟି କରିଥିଲେ। ଆଉ କିଏ ନା ଭଗବାନ ସୂର୍ଯ୍ୟ। ଗଣି ଚାଲ ପ୍ରଥମ ହଉଛନ୍ତି ବ୍ରହ୍ମା, ଦୁଇରେ ହଉଛି ମୁଁ ଆଜି କିଛି ଲେଖୁନି, ମୁଁ ଆପଣଙ୍କୁ ଖାଲି ଗୋଟେ କନଭୋକେସନ ଦଉଛି କି ଆପଣ ମାନେ ଏଗୁଡା ମନେ ରଖନ୍ତୁ। ଆମକୁ କାହିଁକି ମୁଁ ଲାଷ୍ଟକୁ ଏତେ 18 ଜଣଙ୍କ ନାଁ କହିସାରିଲା ପରେ ମୁଁ ଆପଣ ମାନଙ୍କୁ ପୁରା କ୍ଲିୟରଲି ଡେସ୍କ୍ରାଇବ କରିବି ଯେ କାହିଁକି ଏମିତି ହଉଛି, କଣ ପାଇଁ, କଣ ରିଜନ ହେଲା। ଇଏ ବି ଗୋଟେ ଆପଣଙ୍କର ଆଷ୍ଟ୍ରୋ ରେମେଡି ଭଳି କାମ କରିବ। ଯେତିକି ବେସିକ ସେସନ ଦଉଛି ଆପଣ ମାନେ ଯେତେ ବାରମ୍ବାର ତାକୁ ପଢିବେ ବା ବାରମ୍ବାର ତାକୁ ଶୁଣିବେ ସେଟା ଆପଣ ମାନଙ୍କ ପାଇଁ ହିଁ ଫାଇଦା। ଆପଣ ମାନେ ଆଗକୁ ଯାଇ ବୁଝିବେ ଯେ ଏଇ ଯୋଉ ଛୋଟ ଛୋଟ ଜିନିଷ ମୁଁ ବେସିକ ସେସନ୍ସ ଉପରେ ଏତେ ତବଜୁ ଦଉଛି, ମୁଁ ଖାଲି ଅ, ମୁଁ ଖାଲି ଏତିକି ଜିନିଷ ମାନେ ଆପଣ ମାନଙ୍କୁ କହି ରଖିପାରେ କି କୌଣସି ଗୋଟେ ଜିନିଷ କେବେ ଗଡବଡ ମାନେ କୌଣସି ଗୋଟେ ଜିନିଷ ଯୋଉଠି ଉତ୍ପତ୍ତିର କାରଣ ଯୋଉ ଗୁଡାକ ତାଙ୍କୁ କେବେ ଭୁଲିବା କଥା ନୁହଁ, କାରଣ ତାଙ୍କଠୁ ଆମେ ଜ୍ଞାନ ଗୁଡିକ ପାଇଛେ। ତ ବ୍ରହ୍ମା ତାଙ୍କ ସ୍ମୃତି ପଟରୁ କହିଲେ ସବୁ ଶାସ୍ତ୍ରର ରଚନା ସର୍ବଜ୍ଞାନେଶ୍ୱର ହରିହର ସେ ତାଙ୍କର ସଦା ସର୍ବଦା ଲୀଳା କରିଥାନ୍ତି। ଆଦିମୂଳ ସେ ତାଙ୍କର ଜ୍ଞାନଟା ବ୍ରହ୍ମାଙ୍କୁ ପାସ୍ କଲେ। ବ୍ରହ୍ମା ହେଲେ ପ୍ରଥମେ ଯିଏକି ଜ୍ୟୋତିଷ ଶାସ୍ତ୍ର ନଲେଜ ରଖିଲେ। ତାପରେ ଆସିଲେ ଭଗବାନ ସୂର୍ଯ୍ୟ, ତାପରେ ଭଗବାନ ବେଦବ୍ୟାସ ଯିଏକି ଅଷ୍ଟାଦଶ ପୁରାଣର ରଚୟିତା ଏବଂ ମହାଭାରତର ରଚୟିତା ମଧ୍ୟ। ଶ୍ରୀମଦ ଭାଗବତ ଗୀତାକୁ ମଧ୍ୟ ଶ୍ରୀକୃଷ୍ଣଙ୍କ ଶ୍ରୀମୁଖରୁ ଶୁଣିକି ସେ ହିଁ ଲେଖିଛନ୍ତି। ତାପରେ ମହାମୁନି ବଶିଷ୍ଠ ଯିଏକି 4 ନମ୍ବରରେ ଆସିଲେ। ପ୍ରଥମେ ହେଲେ ବ୍ରହ୍ମା, ଦ୍ୱିତୀୟରେ ହେଲେ ସୂର୍ଯ୍ୟ, ତୃତୀୟରେ ହେଲେ ଭଗବାନ ବେଦବ୍ୟାସ ଯିଏକି ଅଷ୍ଟାଦଶ ପୁରାଣ ଶାସ୍ତ୍ର ଭାଗବତ ଏବଂ ଶ୍ରୀକୃଷ୍ଣଙ୍କର ଶ୍ରୀମୁଖର ଶ୍ରୀମଦ ଭାଗବତ ଗୀତାକୁ ମଧ୍ୟ ସେ ଲେଖିଛନ୍ତି। ତାପରେ ଚତୁର୍ଥରେ ହେଲେ ବଶିଷ୍ଠ, ତାପରେ ହେଲେ ଅତ୍ରି ମୁନି, ତାପରେ ହେଲେ ପରାଶର ମୁନି ଯିଏକି ଯାହାଙ୍କର ବେଦିକ ଆଷ୍ଟ୍ରୋଲୋଜି ଆମେ ମାନେ ପଢୁଛେ। ସପ୍ତମରେ ହେଲେ ମହର୍ଷି କଶ୍ୟପ, ଅଷ୍ଟମରେ ହେଲେ ନାରଦ ମୁନି। ଆପଣ ଯଦି ନାରଦ ପୁରାଣ ପଢିବେ, ନାରଦ ପୁରାଣରେ ଗୋଟେ ସ୍ପେସିଫିକ ଚାପ୍ଟର ଅଛି ଜ୍ୟୋତିଷ ଶାସ୍ତ୍ର ବିଷୟରେ, ଯାହାକୁ ଆମେ ଆଗକୁ ଯାଇକି ଏଗୁଡା ସବୁ ପଢିବା। ବିବାହ ମେଳକର ଡିଟେଲ ଡେସ୍କ୍ରିପସନ, କାହିଁକି ହେଲେ, କଣ ହେଲେ, କେମିତି ହେଲେ, କଣ ହଉଛି, ସେଟା ନାରଦ ମୁନି ଏତେ ସୁନ୍ଦର ଭାବରେ ତାକୁ ତାଙ୍କର ନାରଦ ପୁରାଣରେ ଏକ୍ସପ୍ଲେନ କରିଛନ୍ତି। ସେ ଚାପ୍ଟର ଗୁଡାକ ଆମେ ପୁରା ଚାପ୍ଟର ୱାଇଜ ସିରିଜ କରିକି ପଢିବା। ସେ ମୂଳ ଗୁଡାକ ବେସିକ୍ସ ନ ଜାଣିଲେ ମାନେ ବିବାହ ମେଳକ ପାଇଁ ନାରଦ ମୁନିଙ୍କର ନାରଦ ପୁରାଣର ପାର୍ଟ ଟାକୁ ଯଦି ଆମେ ଭଲସେ ନ ଭେରିଫାଏ କରିବା ତାହେଲେ ଆମେ ଏକ୍ଜାକ୍ଟଲି କହିପାରିବାନି କି ଏଇ ଦିଟା ମେଳକରେ କୋଉ ପାର୍ଟରେ ଉନ୍ନତି ହବ, କୋଉ ପାର୍ଟରେ ଅବନତି ହବ। ଠିକ ଅଛି। ତାପରେ ନବମରେ ରହିଲେ ଗର୍ଗ, ଗର୍ଗ ମୁନି, ମହର୍ଷି ଗର୍ଗ ଯିଏକି ଶ୍ରୀକୃଷ୍ଣଙ୍କର ନାମକରଣ କରିଥିଲେ ତାଙ୍କର ଛୁଆ ବେଳେ, ଏବଂ ତାଙ୍କର ବି ଗର୍ଗ ସଂହିତା ଅଛି। ମୁଁ ଯେତେ ମୁନିଙ୍କର ନାଁ କହୁଛି ସମସ୍ତଙ୍କର ସଂହିତା ଅଛି, ଠିକ ଅଛି ନା। ସେ ସଂହିତାରେ ଜ୍ୟୋତିଷ ବିଷୟରେ ଏକ୍ସପ୍ଲାନେସନ ଅଛି। ଆଉ ସେଗୁଡା ହଉଛି ଅକାଟ୍ୟ। ସେ କମ୍ବିନେସନ କୁ ଯିଏ ଯଦି କିଏ ଭଲସେ ବୁଝିଦେଲା, ମଡର୍ଣ୍ଣ ଡେ ସହିତ ଲିଙ୍କ ଅପ୍ କରିନେଲା, ତାହେଲେ ସେ ପ୍ରେଡିକ୍ସନ କେବେ କାହାର ଗଲତ ହେବ ନାହିଁ। ଆମେ ସେଟା ଧୀରେ ଧୀରେ ପଢିବା। ଆପଣ ମାନେ ସ୍ଲୋ ଆଣ୍ଡ ଷ୍ଟଡି ୱିନ୍ସ ଦ ରେସ୍। ଆପଣ ଧୀରେ ଧୀରେ ପଢି ଚାଲନ୍ତୁ, ମନେ ରଖି ଚାଲନ୍ତୁ। ଆପଣ ମାନେ ନିଜେ ଅନୁଭବ କରିପାରିବେ ଯେ ଯାହା 15 ଦିନ ତଳେ ଆପଣ ମାନେ ମନେ ରଖିଥିଲେ ଆଉ ଯାହା 15 ଦିନ ପରେ ଆପଣ ନିଜେ ବି ଚେଷ୍ଟା ଟିକେ ଟିକେ କରିବେ
ଯାହା ଆପଣ 15 ଦିନ ପରେ ପଢୁଛନ୍ତି ଆପଣଙ୍କ ନଲେଜରେ ନିଶ୍ଚିତ ଭାବରେ ତାରତମ୍ୟ ଏବଂ ବୁଝିବା ଶକ୍ତିର ଜ୍ୟୋତିଷ ବାସ୍ତୁ ନଲେଜ, ଜ୍ୟୋତିଷ ବାସ୍ତୁ ନଲେଜ ଆପଣଙ୍କୁ ଧୀରେ ଧୀରେ ବଢିଛି। ତାପରେ ନବମରେ ଗର୍ଗ ମୁନି ଗଲେ, 10ମରେ ମରୀଚି ମୁନି, ତାପରେ 11ରେ ଆମର ମନୁ, ଭଗବାନ ମନୁ, ଯାହାଙ୍କର ମନୁ ସଂହିତା ଆମେ ପଢୁ, ହେଲା କି। ତାପରେ ମନୁ ଦି ପ୍ରକାର ଅଛନ୍ତି, ଗୋଟେ ହେଲେ ଯିଏକି ମନୁ ସଂହିତାର ରଚୟିତା ଭଗବାନ ମନୁ, ଏବଂ ଯିଏକି ଯାହାଙ୍କଠୁ ମାନବ ଜାତିର ସୃଷ୍ଟି ହେଇଛି ସେ ମନୁ, ଠିକ ଅଛି। ତାପରେ ମହର୍ଷି ଅଙ୍ଗିରା, ମହର୍ଷି ଲୋମସ, ମହର୍ଷି ପୌଲିଶ, ମହର୍ଷି ଭୃଗୁ, ମହର୍ଷି ଜବନ ଏବଂ ବୃହସ୍ପତି ଦେବ, ଗୁରୁଦେବ ବୃହସ୍ପତି। ଏଇ ଯୋଉ 18 ଜଣଙ୍କ ନାଁ କହିଲି, ଏମାନେ ହଉଛନ୍ତି ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ରରେ ଏମାନଙ୍କର ବହୁତ ହି ଅବଦାନ। ଆମେ ଏପର୍ଯ୍ୟନ୍ତ କିଛି ପଢି ହିଁ ନାହିଁ। ଆମେ ଯେତେବେଳେ ନାରଦ ପୁରାଣ ଆରମ୍ଭ କରିବା, ଜ୍ୟୋତିଷ ଫ୍ରମ ନାରଦ ପୁରାଣର ଗୋଟେ ପ୍ଲେଲିଷ୍ଟ ରହିବ, ସେ ପ୍ଲେଲିଷ୍ଟରେ ଆମେ ଗୋଟେ ଗୋଟେ ଶ୍ଲୋକର ବ୍ୟାଖ୍ୟା ଭଲସେ ମୁଁ ଆପଣମାନଙ୍କୁ କହିବି। ଆଉ ଅଲରେଡି ମୁଁ ଆପଣମାନଙ୍କୁ କହି ରଖିବାକୁ ଚାହେଁ କି ସେ ବହି ମୁଁ ଅଲରେଡି ମଗେଇ ଦେଇଥିଲି, ସେ ପବ୍ଲିକେସନର ବହୁତ ସୁନ୍ଦର ଭାବରେ ବାରାଣାସୀର ପବ୍ଲିକେସନର ବହି ନାରଦ ପୁରାଣ, ଏ ଜେନେରାଲ ନୁହଁ କି ଶ୍ଲୋକ ଦେଇନଥିବ ଖାଲି ଇଣ୍ଟରପ୍ରିଟେସନ ଦେଇଥିବ, ସେ ବହି ନୁହଁ। ତ ସେଇଥିରୁ ଆମେ ଧୀରେ ଧୀରେ କରି ବେସିକ୍ସ ଗୁଡାକ କ୍ଲିୟର କରି କରି ଯିବା, କି କଣ ଭାବ କଣ କହୁଛି ପୁରାଣ, କଣ କହୁଛି ମଡର୍ନ ଡେ ଇଣ୍ଟରପ୍ରିଟେସନ କଣ କହୁଛି, ତାକୁ ଧୀରେ 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 କରିବା। ଆପଣ ମାନେ ଯେତିକି ବେସିକ୍ସ ରେ ସମୟ ଦେବେ, ଆପଣ ମାନେ ବିଶ୍ୱାସ ରଖନ୍ତୁ ମୋ ଉପରେ, ଆପଣ ବେସିକ୍ସ ଉପରେ ଯେତିକି ସମୟ ଦେବେ ଆପଣଙ୍କର ବଜୁତ ସେତେ ଷ୍ଟ୍ରଙ୍ଗ ହେଇଯିବ। ଆପଣ ବିଶ୍ୱାସ କରନ୍ତୁ, ଆପଣ ଯଦି ବେସିକ ଷ୍ଟ୍ରଙ୍ଗ କରିଦେବେ, ତାହେଲେ ମୋର ଆସିଷ୍ଟାନ୍ସ ଆପଣଙ୍କୁ କିଛି ଦରକାର ପଡିବ ନାହିଁ। ଆପଣ ମାନେ ନିଜେ ପଢିକି ମଧ୍ୟ ଆଗେଇ ପାରିବେ। ତେଣୁ ବେସିକ୍ସ ଉପରେ ଧ୍ୟାନ ଦିଅନ୍ତୁ, ବେସିକ୍ସ ର 1000ଟା ଲେସନ ଆମର ଦରକାର। ତ ଆଜି ଆମେ ତାଙ୍କୁ କାହିଁକି ଆମେ ମନେ ପକାଉଛେ, ସେ 18 ଜଣ ମୁନିକୁ ଆମେ କାହିଁକି ମନେ ପକାଉଛେ? କାରଣ ସେମାନେ ଏ ଗୂଢ ରହସ୍ୟ ଉପରେ ଭଗବାନଙ୍କଠୁ ପ୍ରାପ୍ତ କରିଛନ୍ତି, ଆମକୁ ବାଣ୍ଟିଛନ୍ତି। ତାଙ୍କର ବେସିକ୍ସ ଉପରେ ରିସର୍ଚ୍ଚ କରି କରି ଅନ୍ୟ ମୁନି ମାନେ ତା ଉପରେ କାମ କରିଛନ୍ତି, ନିଜର ସଂହିତା କଳ୍ପ ଗୁଡିକ ଲେଖିଛନ୍ତି। ଏବଂ ସେଗୁଡାକ ଯଦି ଆମେ ନ ଜାଣିକି ଆମେ ଖାଲି ପ୍ରେଡିକ୍ସନ 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 ଉପରେ ପଳେଇବା, ତାହେଲେ କିଛି ଲାଭ ହବ ନାହିଁ। ଯେତେବେଳେ ପ୍ରେଡିକ୍ସନ ଚାପ୍ଟର ଆରମ୍ଭ ହବ, ସେତେବେଳେ ଆପଣଙ୍କର ଯଦି ବେସିକ୍ସ କ୍ଲିୟର ନଥିବ, ମୁଁ ଗୋଟେ ଜିନିଷ କହିଲା ବେଳକୁ ଆପଣ ଯଦି ବେସିକ୍ସ ଭଲସେ ପଢିନଥିବେ ଆପଣ କିଛି ବୁଝିପାରିବେନି। ପ୍ରେଡିକ୍ସନ ଚାପ୍ଟର ପଢିଲା ବେଳକୁ ଆପଣମାନଙ୍କୁ ଗ୍ରହର କାରକ ତତ୍ତ୍ୱ, ଭାବର କାରକ ତତ୍ତ୍ୱ, କୋଉ ଭାବର କଣ ସିଗ୍ନିଫିକାନ୍ସ, କୋଉ ଟାଇମରେ କୋଉ ପିରିୟଡ ଚାଲିଲେ କଣ ହବ, କଳି ଯୁଗର କଳି ଯୁଗରେ ଆମେ କୋଉ ଅ, ଗ୍ରହ ଦଶାକୁ ଫଲୋ କରିବା, ଏଇସବୁ ଜିନିଷ ବିଷୟରେ ଆମେ ଜାଣିବା। ଏଇସବୁ ଜିନିଷ ବିଷୟରେ ଆମେ ଯଦି ନ ଜାଣିବା, ତାହେଲେ ଆମେ ଆଗକୁ ଯାଇପାରିବାନି। ତେବେ ଆଜି ଆମେ ଜାଣିଲେ ଏଇ ସେସନରେ ଟିକେ ଜ୍ୟୋତିଷ ଶାସ୍ତ୍ରରେ ଯୋଉ ଅଷ୍ଟାଦଶ ମୁନି ଅଛନ୍ତି ସେମାନଙ୍କ ବିଷୟରେ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।